ଧ୍ୟାନ ପ୍ରାର୍ଥନା ଅଗଷ୍ଟ 2, 1913। ଯେଉଁ ମାସଟି ଆରମ୍ଭ ହେବ, ଆଜି ସକାଳେ ମୁଁ ଯେତେବେଳେ ତା ପ୍ରତି ଦୃଷ୍ଟିପାତ କଲି, ନିଜକୁ ପଚାରିଲି, ତୋର ସେବା କରିବାର ଶ୍ରେଷ୍ଠ ପନ୍ଥା କ'ଣ? ନୀରବତା ମଧ୍ୟରେ ଅସ୍ପଷ୍ଟ ଗୁଞ୍ଜନ ପରି ଛୋଟ ଏକ ଅନ୍ତରବାଣୀ ଶୁଣିଲି। ତାହା ମୋତେ କହିଲା, ଦେଖ, ବାହ୍ୟ ଅବସ୍ଥା ସବୁର ମହତ୍ଵ କେତେ କ୍ଷୁଦ୍ର। ତୁ ସତ୍ୟର ଯେଉଁ ଧାରଣା କରିଛୁ, ତାହାର ସିଦ୍ଧି ପାଇଁ ଏତେ ଯତ୍ନ, ଏତେ ପ୍ରୟାସ କାହିଁକି? ଆହୁରି ନମନୀୟ ହୋ, ଆହୁରି ନିର୍ଭରଶୀଳ। ତୋର ଏକମାତ୍ର କର୍ତ୍ତବ୍ୟ ହେଲା କୌଣସି କିଛି ଦ୍ୱାରା ଚଞ୍ଚଳ ନ ହେବା। କାର୍ଯ୍ୟ ଭଲ କରିବା ପାଇଁ ବ୍ୟସ୍ତ ହୋଇ ପଡ଼ିବା ଦୁଃସଂକଳ୍ପ ପରି କୁଫଳ ନେଇ ଆସେ। ଗଭୀର ଜଳ ପରି ପ୍ରଶାନ୍ତିର ମଧ୍ୟରେ ହିଁ ନିହିତ ଅଛି ଯଥାର୍ଥ ସେବାର ଏକମାତ୍ର ସମ୍ଭାବନା। ଏ ଉତ୍ତର ଏତେ ଦୀପ୍ତ ଏବଂ ଏତେ ପବିତ୍ର ଓ ତାହାର ସତ୍ୟ ଏତେ ଶକ୍ତିମୟ ଯେ ତାହାର ଉଦ୍ଦିଷ୍ଟ ଅବସ୍ଥା ସହଜରେ ମୋ ମଧ୍ୟରେ ସଞ୍ଚାରିତ ହୋଇଗଲା। ମନେ ହେଲା ମୁଁ ଯେପରି ଗଭୀର ଜଳର ପ୍ରଶାନ୍ତି ମଧ୍ୟରେ ଭାସୁଛି। ମୁଁ ବୁଝିପାରିଲି, ସ୍ପଷ୍ଟ ଦେଖି ପଚାରିଲି ଯେ କେଉଁ ମନୋଭାବ ରଖିବା ଉଚିତ। ହେ ସର୍ବାଧୀଶ, ହେ ପରମ ଗୁରୁ, ଏପରି ଅବସ୍ଥାରେ ଯେପରି ନିରନ୍ତର ରହିପାରେ, ସେଥିପାଇଁ ମୋର ଆଉ କିଛି କରିବାର ନାହିଁ। କେବଳ ଚାହେଁ ତୋ ପାଖରୁ ଶକ୍ତି ଓ ଦିବ୍ୟ ଦୃଷ୍ଟି। ହେ ଶିଶୁ, ବ୍ୟସ୍ତ ହୁଅ ନାହିଁ, ନୀରବ ହୁଅ, ଶାନ୍ତି ଶାନ୍ତି।